ଦେଖନ୍ତୁ ଆଜି ଯୋଉ ବନ୍ତଳା ବଜାର ଉପରେ ଯୋଉ ଦୁଃଖଦ ଘଟଣା ଘଟିଛି ବହୁତ ଦୁଃଖ ମାନେ ଦୁଃଖର ବିଷୟ ଯେ ସମ୍ପୂର୍ଣ୍ଣ ରୂପେ 11ଟି ଦୋକାନ ଘର ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି। ଆଉ ଯଦି ଆଜି କ୍ଷୟକ୍ଷତି ହେଇଛି ଯଦି ପାଖରେ ଦମକଳ କେନ୍ଦ୍ର ଥାଇ ମଧ୍ୟ ଯେ 10 ମିନିଟ୍ ଭିତରେ ଦମକଳ କେନ୍ଦ୍ରଟା ପହଞ୍ଚି ପାରିଥାନ୍ତା ନିଶ୍ଚିତ ଭାବେ କିଛି ଆୟତ ହେଇପାରିଥାନ୍ତା। କିନ୍ତୁ ଦୁଃଖର ବିଷୟ ଦମକଳ କେନ୍ଦ୍ର ଅଛି ଦମକଳ ଗାଡ଼ିରେ ପାଣି ନାହିଁ ମାନେ ସମୁଦ୍ରକୁ ଶଙ୍ଖେ ଭଳିଆ ପାଣି ସେ ରଖିଥିଲେ। ମୋର ଗୋଟେ କ୍ୱେଶ୍ଚିନ୍ ହେଲା ବନ୍ତଳା ଅଞ୍ଚଳ ଗୋଟେ ସେନ୍ସିଟିଭ୍ ଅଞ୍ଚଳ। এই ଅଞ୍ଚଳରେ ଯଦି ଗୋଟିଏ ଜାଗାରେ ନିଆଁ ଲାଗେ ଗୋଟେ ଘର ନିଆଁ ଲାଗେ 100 ଘର ନିଆଁ ଲାଗିଯିବ ମାନେ ଚାଳକୁ ଚାଳ ଲାଗିକି ରହିଛି। ମୋର ଗୋଟେ ଅନୁରୋଧ ସରକାରଙ୍କୁ ଅନୁରୋଧ ରହିଲା ଜିଲ୍ଲା ପ୍ରଶାସନକୁ ଅନୁରୋଧ ରହିଲା ଯେ ଯଦି ଆମ ଚତୁଃପାର୍ଶ୍ୱରେ ପୁରା ଇଣ୍ଡଷ୍ଟ୍ରି ଭର୍ତ୍ତି ହେଇନ ଅଛି ମାଇନ୍ସ ଭର୍ତ୍ତି ହେଇନ ଅଛି ଯଦି CSR ଫଣ୍ଡରୁ ଯଦି ଗୋଟେ ବଡ଼ ଦମକଳ ଏଠି ଦିଆଯାଏ ମାନେ ଯେମିତି ଜିନ୍ଦଲ ଗୋଟେ ରଖିଛି ଜିନ୍ଦଲକୁ ହଉ ନାଲ୍କୋ ହଉ ଯାହାକୁ ବି କହିଲେ ସେ ଆଣି ଦେଇ ରଖିପାରିବ। ସେଟା ଜିଲ୍ଲା ମାନେ ଆମ ଜିଲ୍ଲା ପାଇଁ ନିହାତି ଦରକାର ଖାଲି ବନ୍ତଳା ଅଞ୍ଚଳ ପାଇଁ ନୁହେଁ ଅନ୍ୟ ଅଞ୍ଚଳ ପାଇଁ ବି ଦେଇପାରିବେ। ତ ଆଜି ଯୋଉ କ୍ଷୟକ୍ଷତି ହେଇଛି ସରକାର ୟାର କେମିତି ଭରଣ ପୋଷଣ କରିବେ ସେ ଲୋକଟି କେମିତି ବଞ୍ଚି ପାରିବେ ଆଉ ମାନେ ସେମାନେ କେମିତି ଦୋକାନ ଘର କରିପାରିବେ ଆଉ ଥରେ ସ୍ୱାବଲମ୍ବୀ ହେଇପାରିବେ ତା ଉପରେ ବେଶୀ ଧ୍ୟାନ ଦିଅନ୍ତୁ। ଆଉ ମୋର ଗୋଟେ ପ୍ରଶାସନକୁ ବାରମ୍ବାର ମୁଁ କହୁଛି ଯେ ଗୋଟେ ବଡ଼ ଦମକଳ ଏଠି ଦିଆଯାଉ ଯାହାକି ଆସିଲା ଗୋଟେ ଯଦି ଏଠି ନିଆଁ ଲାଗିଗଲା ସାଙ୍ଗେ ସାଙ୍ଗେ ଯଦି ବଡ଼ ଦମକଳ ଥାନ୍ତା ସାଙ୍ଗେ ସାଙ୍ଗେ ତାକୁ ଆୟତ୍ତ କରିପାରିଥାନ୍ତି ନାହିଁ କିନ୍ତୁ ଛୋଟ ଯୋଗୁଁ ଆଜି ସେ ଆୟତ୍ତ କରିପାରିଲେ 11ଟି ଦୋକାନ ଘର ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ପାଇଯାଇଛି। ଏଣୁ ଆମର ସରକାରଙ୍କ ପ୍ରଥମ କର୍ତ୍ତବ୍ୟ ହେଲା ଯେ ତାଙ୍କୁ ଆଗ ଥଇଥାନ କରନ୍ତୁ କେମିତି ସେ ସ୍ୱାବଲମ୍ବୀ ପୁଣି ହେଇପାରିବେ ତାପରେ ଧ୍ୟାନ ଦିଅନ୍ତୁ।